2027 ପ୍ଲସ୍ ଟୁ ବୋର୍ଡ଼ ପରୀକ୍ଷା ଦେବାକୁ ଯାଉଥିବା ସମସ୍ତ ପ୍ଲସ୍ ଟୁ ସେକେଣ୍ଡ ଇୟର୍ର ପିଲାମାନଙ୍କୁ ସ୍ୱାଗତ। ଆଜି ଆମେ ଆଲୋଚନା କରିବା ପଲିଟିକାଲ ସାଇନ୍ସ ରାଜନୈତିକ ବିଜ୍ଞାନ ପ୍ଲସ୍ ଟୁ ସେକେଣ୍ଡ ଇୟର୍ ରାଜନୈତିକ ବିଜ୍ଞାନର ସିଲାବସ୍ ଏବଂ କ୍ୱେଶ୍ଚନ୍ ପ୍ୟାଟର୍ନ। ଆମେ CHSE ବୋର୍ଡ଼ ପରୀକ୍ଷା 2027 ପାଇଁ ବୋର୍ଡ଼ ପରୀକ୍ଷା ପାଇଁ ଆମର ସିଲାବସ୍ଟି କ'ଣ ରହିଛି ଏବଂ କ୍ୱେଶ୍ଚନ୍ ପ୍ୟାଟର୍ନ କିଭଳି ରହିବା ସବୁଗୁଡ଼ିକ ଆଲୋଚନା କରିବା। ତେଣୁକରି ସମସ୍ତେ 90% ଏବୋଭ୍ ମାର୍କସ୍ ପାଇବା ପାଇଁ ସୁନିଲ ଷ୍ଟଡି ଏକାଡେମୀରେ ଜଏନ୍ ହେଇଯାଆନ୍ତୁ। ଆମେ ଆଜିଠାରୁ ପ୍ରିପାରେସନ୍ ଆରମ୍ଭ କରିବା। ଓକେ, ତେଣୁକରି ସମସ୍ତେ ଚ୍ୟାନେଲରେ ଜଏନ୍ ହେଇକି ରହିଥାନ୍ତୁ। ଆମେ ପ୍ଲସ୍ ଟୁ ବୋର୍ଡ଼ ପରୀକ୍ଷା 2027 ପାଇଁ ପ୍ରିପାରେସନ୍ କରିବା, ଓକେ, ପଢ଼ିବା। ଚଳନ୍ତୁ ବର୍ତ୍ତମାନ ଆମେ କ'ଣ କରିବା ନା ରାଜନୈତିକ ବିଜ୍ଞାନ ପଲିଟିକାଲ ସାଇନ୍ସର ସିଲାବସ୍ ଦେଖିବା ଏବଂ କ୍ୱେଶ୍ଚନ୍ ପ୍ୟାଟର୍ନ ମଧ୍ୟ ଦେଖିବା। ସୋ ଭିଡ଼ିଓକୁ ଜମାରୁ ବି ସ୍କିପ୍ ନ କରିକି ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଦେଖିବେ। ଏଇଠି ରହିଛି ପିଲାମାନେ, ଦେଖ ତୁମର ରାଜନୈତିକ ବିଜ୍ଞାନ ବହିର ସିଲାବସ୍ଟି କ'ଣ ରହିଛି। ଦେଖ ତୁମର କେତୋଟି ଚ୍ୟାପ୍ଟର ଅଛି ନା 10ଟି ଅଛି। 10ଟି ଚ୍ୟାପ୍ଟରରୁ ତୁମର କେତୋଟି ପରୀକ୍ଷା ହେବ ନା 2 ପ୍ରକାରର ପରୀକ୍ଷା ହେବ। କ'ଣ ନା ଆମ ଇଣ୍ଟରନାଲ୍ ହେଉଛି 20 ମାର୍କର ଏବଂ ବୋର୍ଡ଼ ହେଉଛି 80 ମାର୍କର। ଓକେ, ତୁମର 2025ରୁ ଏହି ନିୟମ ଲାଗୁ ହେଲା ଯେ ଇଣ୍ଟରନାଲ୍ ଅଲଗା ହେବ ଏବଂ ବୋର୍ଡ଼ ପରୀକ୍ଷା ଅଲଗା ହେବ। ମାନେ ଇଣ୍ଟରନାଲ୍ରେ କେଉଁ ବିଷୟ ଆସିବ ଏବଂ ବୋର୍ଡ଼ରେ କେଉଁ ବିଷୟ ଆସିବ ମୁଁ ସବୁଗୁଡ଼ିକ ଡିସ୍କସନ୍ କରିବି। ଏଇଠି ଦେଖ ପ୍ରଥମ ୟୁନିଟ୍ କେଉଁଟା ନା ପ୍ରଥମ ଏବଂ ଦ୍ୱିତୀୟ ଅଧ୍ୟାୟ ଭାରତରେ ଗଣତନ୍ତ୍ର ଏବଂ ରାଜନୈତିକ ଦଳ, ଇଣ୍ଡିଆନ୍ ଡେମୋକ୍ରେସି ଆଣ୍ଡ ପଲିଟିକାଲ ପାର୍ଟି। ଓକେ, ଏହି 2 ଚ୍ୟାପ୍ଟରରୁ ଆମର 20 ମାର୍କର ପ୍ରଶ୍ନ ଆସିବ। ଆମକୁ 20ରୁ 20 ରଖିବାକୁ ପଡ଼ିବ। ଓକେ, ତାପରେ ଦେଖ ଆଉ ଯାହା ମଧ୍ୟ ଚ୍ୟାପ୍ଟର ରହିଲା ୟୁନିଟ୍ 1କୁ ଛାଡ଼ି ଦେଇକି ଡେମୋକ୍ରେସି ପାର୍ଟି ଇନ୍ ଇଣ୍ଡିଆ, ଗଣତାନ୍ତ୍ରିକ ଦଳ ଭାଗ 1 ମାନେ ଆମର ୟୁନିଟ୍ 1କୁ ତୁମେ ସ୍କିପ୍ କରିବ। ବର୍ତ୍ତମାନ ଠାରୁ ସ୍କିପ୍ କଲେ ଚଳିବ। ଯେତେବେଳେ ଇଣ୍ଟରନାଲ୍ ଏକ୍ଜାମ୍ ପାଇଁ ନୋଟିସ୍ ଆସିବ ସେହି ସମୟରେ ଯଦି ଆପଣମାନେ ପଢ଼ିବେ ତ ଭଲ ହେବ। ଓକେ, ଏଟାକୁ ସ୍କିପ୍ କଲେ ମଧ୍ୟ ଚଳିବ। ବେଶୀ ଫୋକସ୍ ଆପଣମାନଙ୍କୁ କରିବାକୁ ଅଛି ଆମର ଏହି 8ଟି ଚ୍ୟାପ୍ଟରକୁ। ଓକେ, ଦେଖିଦେବେ ୟୁନିଟ୍ 3, ଏଇଟା ୟୁନିଟ୍ 3ରୁ ଆସିବ। ଭାରତରେ ସ୍ଥାନୀୟ ପ୍ରଶାସନ ଜାତି ନିର୍ମାଣରେ କେତୋଟି ସମସ୍ୟା, ଭାରତୀୟ ରାଜନୈତିକ ସମସାମୟିକ ଆଲୋଚ୍ୟ ବିଷୟ, ଭାରତର ବିଦେଶ ନୀତି, ଅନ୍ତର୍ଜାତୀୟ ଅନୁଷ୍ଠାନ, ମିଳିତ ଜାତିସଂଘ, ନିରାପତ୍ତାର ପରିବର୍ତ୍ତମାନ ପରିସର, ପରିବେଶ ଓ ପ୍ରାକୃତିକ ସମ୍ପଦ। ଏହି ବିଷୟଗୁଡ଼ିକର ଆମ ବୋର୍ଡ଼ ପରୀକ୍ଷାରେ 80 ମାର୍କର ପ୍ରଶ୍ନ ଆସିବ ଏବଂ ଏହି ପ୍ରଥମ ୟୁନିଟ୍ ଭାରତରେ ଗଣତନ୍ତ୍ର ଏବଂ ରାଜନୈତିକ ଦଳରୁ ଆମର 20 ମାର୍କ ପ୍ରଶ୍ନ ଆସିବ। ଆମେ ସବୁଗୁଡ଼ିକ ବିଷୟ ପଢ଼ିବା। ଓକେ, ଏଇଟା ହେଲା ତୁମର ସିଲାବସ୍। ପିଲା ତୁମକୁ ବେଶୀ ଫୋକସ୍ କରିବାକୁ ଅଛି ଏହି 8 ଗୋଟି ଚ୍ୟାପ୍ଟରକୁ। ଓକେ, ମୁଁ ସୁପର ମାଷ୍ଟର ପ୍ଲାନ୍ ଆଣିବି, ତୁମେମାନେ ନିହାତି ଭାବରେ ଦେଖିବ। ତାପରେ ଦେଖିବା ପିଲାମାନେ ବର୍ତ୍ତମାନ କ୍ୱେଶ୍ଚନ୍ ପ୍ୟାଟର୍ନ ଏଇ ଯେଉଁ ଅଛି ଏହି ହିସାବରୁ ତୁମର এই ଚ୍ୟାପ୍ଟର ଗୁଡ଼ିକ ହିସାବରୁ କ୍ୱେଶ୍ଚନ୍ ପ୍ୟାଟର୍ନଟି ମଧ୍ୟ ବନା ହେଇଛି। ମାନେ ସେହି ହିସାବରୁ ତୁମର ପରୀକ୍ଷାରେ ପ୍ରଶ୍ନପତ୍ର ଆସିବ। କେତୋଟି ପ୍ରଶ୍ନ ଆସିବ ଯେଉଁ ଚ୍ୟାପ୍ଟରରୁ ସେଇଭଳି ଭାବରେ ଆସିବ। ତେଣୁକରି ସମସ୍ତେ ପରୀକ୍ଷା ଦେବା ପୂର୍ବରୁ ଭଲ ଭାବରେ ପ୍ରିପାରେସନ୍ କରିବା ପୂର୍ବରୁ ଟ୍ରିକ୍ଟି ନ ଜାଣିଲେ ବା ଆମେ ସିଲାବସ୍ ବା କ୍ୱେଶ୍ଚନ୍ ପ୍ୟାଟର୍ନ ନ ଜାଣିଲେ କିଛି ହେବନି। ତେଣୁକରି ସମସ୍ତେ ଭଲ ଭାବରେ ବୁଝ। ଏଇଟା ହେଲା ଆମ ସିଲାବସ୍ ଦେଖିଲେ ଏ 2ଟା ଚ୍ୟାପ୍ଟର ଇଣ୍ଟରନାଲ୍ରେ ଆସିବ, ଏଇଟା ବୋର୍ଡ଼। ଓକେ, ବେଶୀ ଫୋକସ୍ କରିବାକୁ ଅଛି ଆମକୁ 2, 3, 4, 5 ୟୁନିଟ୍କୁ ବେଶୀ ଫୋକସ୍ କରିବାକୁ ଅଛି। ବର୍ତ୍ତମାନ ଦେଖିବା ଆମେ କ୍ୱେଶ୍ଚନ୍ ପ୍ୟାଟର୍ନ। ଆମର କ୍ୱେଶ୍ଚନ୍ ପ୍ୟାଟର୍ନ କ'ଣ ରହିବ ତାହା ଆମେ ବର୍ତ୍ତମାନ ଦେଖିବା। ଏଇଠି ଦେଖ କ୍ୱେଶ୍ଚନ୍ ପ୍ୟାଟର୍ନ ଭଲ ଭାବରେ ବୁଝ। ଟୋଟାଲ୍ ମାର୍କସ୍ ତୁମର ବୋର୍ଡ଼ ପରୀକ୍ଷା ପାଇଁ 80 ଅଛି। ଆମର ଯେଉଁ ଇଣ୍ଟରନାଲ୍ କ'ଣ 2 ଟାଇପ୍ସ ଅଫ୍ ଏକ୍ଜାମିନ୍ ପ୍ଲସ୍ ଟୁ ସେକେଣ୍ଡ ଇୟର୍। ଟୋଟାଲ୍ ମାର୍କସ୍ ଆମର 80 ଅଛି ବୋର୍ଡ଼ ପରୀକ୍ଷାରେ ଏବଂ ଆମ ପ୍ଲସ୍ ଟୁ ସେକେଣ୍ଡ ଇୟର୍ରେ 2 ପ୍ରକାରର ଏକ୍ଜାମ୍ ହୋଇଥାଏ। କ'ଣ ନା ମୁଁ ପ୍ରଥମରୁ କହିଲି, ଗୋଟେ ହେଲା ଇଣ୍ଟରନାଲ୍ ଏବଂ ବୋର୍ଡ଼। ଇଣ୍ଟରନାଲ୍ ପାଇଁ ପ୍ରଥମ 2 ଚ୍ୟାପ୍ଟର ଏବଂ ଆଉ 8 ଗୋଟି ବୋର୍ଡ଼ ପାଇଁ ଅଛି। ତେଣୁକରି ଦେଖ ଇଣ୍ଟରନାଲ୍ ଏକ୍ଜାମ୍କୁ ସ୍କିପ୍ କରିବାକୁ ପଡ଼ିବ, କାହିଁକି ନା ନିଜ କଲେଜରେ ତାହା ହୋଇଥାଏ 20 ମାର୍କର
आराम से समस्ते पाइबे। तापर आमको बेसी फोकस करबार अच्छी बोर्ड एग्जाम पाई। बोर्ड एग्जाम पाई 80 मार्क प्रश्न आसो। मुझे 8 गोटी चैप्टर एवं 80 मार्क प्रश्न किभली भाव में आसो मुझे देखु। ये देख तुम प्रथम आम क्वेश्चन पैटर्न देखा जे एमसीक्यू मल्टीपल चॉइस क्वेश्चन आमर एमसीक्यू गोटे मार्क केतोटी आसो 21 एमसीक्यू प्रश्न आसो 21टी एमसीक्यू प्रश्न आसो। देखो ये 21टी एमसीक्यू प्रश्न आसो समस्ते हिसाब करूँ। तब 2 मार्क आसो 2 मार्क केतोटी प्रश्न आसो 2 मार्क आमर 7टी आसो 2 मार्क 2025 यही सिलेबस हिसाब से क्वेश्चन पैटर्न हिसाब से बोर्ड परीक्षा होता है 24 तेणुक 27 यहीपरि भाव में परीक्षा हेब। ओके 2 मार्क 7टी आसो 3 मार्क 7टी आसो केतोटी है यहाँ 14 यहाँ 21। ओके 35 तापर देखो 8 मार्क लंब क्वेश्चन माने आपको कौन करने पड़ो ना 350 350 गोटी शब्द लिखा पड़ता है यही 8 मार्क लंब क्वेश्चन रे। ओके 3टी करने को पड़ो 6टी आसो। ओके 3टी करने को पड़ो 3टी कले आमर 24 मार्क है टोटाल आमर 80 मार्क होगा मैंने 80 मार्क क्वेश्चन पैटर्न केवल एमसीक्यू 21टी एमसीक्यू आसे 2 मार्क 7टी 3 मार्क 7टी और 8 मार्क 3टी। तुम समय मुझे कहली समय केते हेबो ना समय तुम समय 3 घंटा पिला माने 3 घंटा समय दि जाए से 3 घंटा समय मध्य आपको एमसीक्यू क्वेश्चन 2 मार्क 3 मार्क और 8 मार्क कंप्लीट करने को पड़ता है। ओके तो यह थिला तुम सिलेबस एवं यहाँ थिला क्वेश्चन पैटर्न आम सब गुड़ाक प्रिपरेशन करवा इंटरनल कि प्रिपरेशन करवा बोर्ड एग्जाम कि प्रिपरेशन करवा ताहा जानापे चैनल समस्ते जड़ित होती था। वीडियो भल लगी वीडियो को लाइक करके चैनल को निहाती भाव में सब्सक्राइब करूँ।